शान्तकारं भुजङ्गशयनं पद्मनाभं सुरेशं विश्वाधारं गगनसदृशं मेघवर्णं शुभांगं लक्ष्मीकान्तं कमलनयनं योगिर्भिध्यानगम्यं वन्दे विष्णुं भवभयहरं सर्वलोकैकनाथं। मार्गशीर मासर आजिर यही पवित्र संध्या समस्तंकर शुभकामना करुछि। समस्तंकर मंगल हो, पारिवारिक जीवन सुखमय हो, कर्ममय जीवन रे प्रगति हो, यही कामना आमर इष्टदेव प्रभु शिशु अनंतंक पाद तले गुरुदेव पाद तले बढ़िया समर्पण करुछि। मार्गशीर मासटी तार प्रत्येक दिन गुड़िक होछि आम पई स्मरणीय बा आम पई मंगलकारक। मते जी जेतेबेले पचारती मार्गशीर मासरे जे आमे घर आरंभ करिवु, घर प्रतिष्ठा करिवु, घर शुभ दबु कि नुआ वाणिज्य करिवु, एमती जो प्रश्न से पचारती मु तार उत्तर दिए मार्गशीर मासर जेकोसी दिन तमें करिपार। आ सबुठारु श्रेष्ठ दिन दुईटी होची बुधवार आ गुरुवार। एभली भाव दिन गुड़िक चली जाउची। गुरुवार आज किछि लोकंक पाखरे रहिछि जो माने गुरु प्रेमी से मानक पई गुरुवार हुए तो टिके आनंददायक होउछि। कि जो माने लक्ष्मी को भल पाती अन्याचार हेले लक्ष्मी घरू चली जाती एमती जो भावना गुड़िक अच्छी से माने टिके गुरुवार को मानती। किंतु मु जने होटेल करुवा गोटे पिला को पचारि बोले अरे कार्तिक मास गला मार्गशीर मास आसला तेमे गुरुवार हो कि कार्तिक मासर पंचुक हो ये सब जिनस को लोक माने पालन कर से उत्तर द्वारा लोक बरं से दिन आसिकी माने बेसी आमिष खायापी माने वयस्क लोक नहले भी बहुत युवक लोक माने से घरे खाया मिलबनी बोली आमिष से खायापी आसुछन। ये जो अत्याचार और अन्याचार ये होची भगवत राज्यर गोटे तुच्छा विप्लव। ये विप्लवटा प्रकृत में भगवान को ना नहीं आमे विप्लव करूचु। से विप्लवर उद्देश्य होची आमे आमिष खाइबू, आमे अन्याचार कार्य करिवु, अत्याचार करिवु, ये होची एमानकर विप्लव। किंतु अन्य पक्षरे साधु सन्थ सज्जन मानकर विप्लव होची विश्व देश राज्य शांति रहू, समस्ते भलरे रुहंतु, केही प्रतिशोध परायण हुंतु नहीं, ये गोटे प्रकार विप्लव भी चली। ये दुईटी जाक विप्लव भगवान को पादरे भगवान को पाई उद्दिष्ट। भगवान को पाखरे आमे दुईटी दल बा विश्वर दुईटी ग्रुप सब निज निजर दाबी पूर्ण करने लगी। तेणु आमे आउ करिबा कोन कहा जाउची ये हूँ कलिजुग। कलिजुग कहले कौन हिंदू मान ही बुझती कलिजुग कौन
ଅନ୍ୟ ଧର୍ମାବଲମ୍ବୀ ମାନେ କିଛି ଯୁଗର କେଇଟା ନା ତାଙ୍କ ପାଖରେ ନାହିଁ। କେଉଁ ଯୁଗରେ ପ୍ରଭୁ କେଉଁ ଅବତାର ହେଲେ ସେ କଥା ମଧ୍ୟ ତାଙ୍କ ପାଖରେ ନାହିଁ। ତାଙ୍କର ଜଣେ ଅବତାର ଆସିଥିଲେ, ସେତିକିରେ ରହିଗଲେ। ଦ୍ୱିତୀୟ ଲୋକକୁ ବି ସେ ଅବତାର ବୋଲି ମାନୁନାହାନ୍ତି। ଆମେ ଯେମିତି ମାନୁଛୁ 10 ଅବତାର 24 ଅବତାର, ଆମେ ଖୋଜି ଲୋଡ଼ିକିରି ମଧ୍ୟ ଅବତାର ବୋଲି ତାଙ୍କୁ ମାନୁଛୁ। ପୁଣି ଆଉ କିଛି ନୂଆ ଲୋକମାନେ ସେ ଅବତାର ନୁହନ୍ତି କି କିଛି ନୁହନ୍ତି, ସେ କିନ୍ତୁ ଦାବି କରି ଚାଲିଛନ୍ତି ଆମେ ଗୋଟେ ଗୋଟେ ଅବତାର। କିନ୍ତୁ ଆପଣମାନେ ଦେଖିବେ ଶିଖ ଧର୍ମରେ, ଇସଲାମ ଧର୍ମରେ, ମହାବୀର ଜୈନଙ୍କ ଧର୍ମରେ, ଭଗବାନ ବୁଦ୍ଧଙ୍କ ଧର୍ମରେ, ଖ୍ରୀଷ୍ଟିଆନ ମାନଙ୍କ ଧର୍ମରେ, ମୁସଲମାନ ମାନଙ୍କ ଧର୍ମରେ ସେମାନେ କାହାରିକି ଅବତାର, ଗୋଟେ ନୂଆ ଲୋକକୁ ସେ ଅବତାର ବୋଲି ମାନୁନାହାନ୍ତି କି ବାଧ୍ୟ ବି କରୁନାହାନ୍ତି ଯେ ଆମେ ୟାଙ୍କର ଅବତାର ବୋଲି। କିନ୍ତୁ ଏତେ ଅବତାର ଆମ ହିନ୍ଦୁ ଧର୍ମରେ ରହି ହିନ୍ଦୁମାନେ ଆଜି ଅନ୍ଧବିଶ୍ୱାସୀ ଅଣନିଶ୍ୱାସୀ ହେଉଛନ୍ତି କାହିଁକି? ଏ ବର୍ଷ ଆମର ଯଜ୍ଞର ମେଳା ପ୍ରତ୍ୟେକ ବର୍ଷ ଗୋଟେ ଗୋଟେ ନାଁ ଦିଆଯାଏ। ଏ ବର୍ଷ ନାଁ ଦିଆଯାଇଛି ସତ୍ୟ ଆବାହନ ଯଜ୍ଞ। ଏ ବର୍ଷ ଯଜ୍ଞରେ ଆମେ ସତ୍ୟଙ୍କୁ ଆବାହନ କରିବୁ ମନ୍ତ୍ର ମାଧ୍ୟମରେ, ପୂଜାର୍ଚ୍ଚନା ମାଧ୍ୟମରେ। ହେ ସତ୍ୟ, ସତ୍ୟ କହିଲେ ବଚନ, ସତ୍ୟ କହିଲେ କର୍ମ, ସତ୍ୟ କହିଲେ ସଙ୍ଗ, ସତ୍ୟ କହିଲେ ଭଗବାନ। ସେଇ ସତ୍ୟଟି ଯେପର୍ଯ୍ୟନ୍ତ ଆବିର୍ଭାବ ହେଇନାହାନ୍ତି ସେ ପର୍ଯ୍ୟନ୍ତ ଏ କଳିଯୁଗ କେବେ ବି ଯିବ ନାହିଁ। ଆଜି ଦେଖନ୍ତୁ, ଆମେ ଚାହା ପିଉଥିଲୁ, ତାକୁ ମଧ୍ୟ ମୋର ପିଲାଦିନେ 12ଟା ଗୋଟାଏ ବେଳେ ମୁଁ ଗୋଟେ ମାମୁଁ ଘରକୁ ଯାଇଥିଲି। ବୋଲେ ମୋ ଦାଦାଙ୍କ ଶ୍ୱଶୁର ଘରକୁ ମୁଁ ଯାଇଥିଲି, ଏଇ ମାମୁଁ ଘର। ସେମାନେ ଯେତେବେଳେ ମୋତେ ଆମ ନିଜ ଘରକୁ ଛାଡ଼ିବାକୁ ପଠେଇଲେ, ଗୋଟେ ମକର ବୋଲି ଗୋଟେ ମକର ମଲ୍ଲିକ ବୋଲି ଗୋଟେ ବୃଦ୍ଧ, ସେ ସବୁବେଳେ ମୋତେ ଛାଡ଼ିବାକୁ ଆସେ। ଆମେ ଯେତେବେଳେ ଆସୁ, ମାମୁଁ ମା କିଛି କଏନ୍, କିଛି ଯେଉଁ ରେଜା ପଇସା ମୋତେ ଖର୍ଚ୍ଚ କରିବାକୁ ଦିଏ। ମୁଁ ଆସିଲି, କିନ୍ତୁ ମୋ ମନଟି ଥାଏ ଚାହାଟା ତ ଘରେ ପିଇ ହେଉନି, ଆମ ଆଡ଼େ ତ ଦୋକାନ ବଜାର ବି ନାହିଁ, ଚାହା କେଉଁଠି ପିଅନ୍ତି। ସେ ଚାହାଟା କେମିତି ଲାଗୁଛି ତାକୁ ଟିକେ ଆଜି ପିଇବା କେଉଁଠି। ଆଉ ମୁଁ ସେଠୁ ମକରକୁ ଶିଖେଇ ଆଇଲି, ମକର ଏ ଚାହା ଦୋକାନଟା କେଉଁଠୁ ଦେଖିବା। ନା ବାବୁ, ଚାହା ଖରାବେଳେ କ'ଣ ପିଇବେ? ହେ, ଚାହା ଗୋଟେ ଖରାବେଳେ ସକାଳେ ଏତେ କଥା, ଚାହାଟା ତ ପିଇବା। ଗର୍ଦ୍ଦପୁରର ଗୋଟେ ଦୋକାନରେ ମୁଁ ଚାହା ପିଉଛି, ଚାହା ବରାଦ କଲି। ମୋ ପାଖରେ ଜଣେ ପୋଲିସ ବାବୁ ବସିଛନ୍ତି, ସେ ମକର ସେ ବସିଛି, ଆଉ ବି ଜଣେ 2 ଜଣ ଅଛନ୍ତି। ଦୋକାନୀ କାହିଁକି କହିବ କାହିଁକି ତୁମେ ଚାହା ପିଇବ ଖରାବେଳେ? ମୁଁ ଚାହାଟାକୁ ପିଇଦେଲି, ମୋ ଜିଭ ସବୁ ପୋଡ଼ିଗଲା। ମୁଁ ସେ ବାବା ଏଡ଼େ କଟୁଏ, ଆକୁ କେମିତି ଲୋକ ପିଉଛନ୍ତି? ମୋ ଜିଭକୁ ମୁଁ ଦାନ୍ତରେ ଏମିତି ଏମିତି କଲାବେଳକୁ ସେ ପୋଲିସ ବାବୁ କହିଲେ, ବାବୁ ତମ ଘର କେଉଁଠି? ମୋ ଘର ନାଁ କହିଲି, ବାପାଙ୍କ ନାଁ କ'ଣ କହିଲି, କିନ୍ତୁ ଡରି ଡରିକି କହିଲି। ବୋଲେ କ'ଣ ଏମିତି କ'ଣ ମୋ ବାପା ନାଁ ପଚାରିଲେଣି? ଶେଷକୁ ସେ କହିଲେ, ତମର କ'ଣ ବୟସ ହେଲାଣି, ତମେ ବର୍ତ୍ତମାନ ଚାହା ପିଇବ? ଖରାବେଳେ ଅରିଲରେ ପହଞ୍ଚିବା ପାଇଁ ଆଉ ଘଣ୍ଟାରେ ସମୟ ଲାଗିବ, ସେତେବେଳେ ଚାଲି ଚାଲିକା ଯାଆନ୍ତି, ସେଥିପାଇଁ ଭାତ ଖାଇବ। ଖରାବେଳେ କ'ଣ କିଏ ଚା ଖାଆନ୍ତି? ତାପରେ ତମର କ'ଣ ବୟସ ହେଲାଣି? ତମ କହିନାହିଁ, ତୋର
ତୋର କ'ଣ ବୟସ ହେଲାଣି ଚାହା ପିଇବା ବୟସ ହେଲାଣି? ପୁଣି ମୁରବୀ ଲୋକମାନଙ୍କ ଆଗରେ ତୁ ଚାହା ପିଉଛୁ? ସେଇଦିନ ଠାରୁ ଇଏ ଯାବତ ଆଜି ପର୍ଯ୍ୟନ୍ତ ବି ମୋର ଗୁରୁଜନମାନଙ୍କ ଆଗରେ ସାମ୍ନାରେ ମୋର ଯେଉଁ ଗୁରୁଜନମାନେ ଥିଲେ ଆଜି ନାହାନ୍ତି, ସେମାନେ ସବୁ ଚାଲିଗଲେଣି, କିନ୍ତୁ ସେମାନଙ୍କ ଆଗରେ ମୁଁ କେବେ ହେଲେ ଚାହା ପିଇପାରେ ନା। ସେ ଚାହା ପିଇଲା ବେଳକୁ ମୋର ସେ କଥା ମନେ ପଡ଼େ। ଆଜିର ଏ ଯୁଗ ବା ଆଜିର ଏ ସମାଜ, ଯୁଗ ଗୋଟେ ଅଲଗା କଥା, ସମାଜ ଆଜି ଚାହା ତ ଗୋଟେ ସାମାନ୍ୟ ପାଣି ସହିତ ସମାନ, ପାଣି ପିଇବା ସହିତ ସମାନ ହେଉଛି। କିନ୍ତୁ ସିଗାରେଟ୍ ଟାଣିବା, ମଦ୍ୟ ପିଇବା, ମାଦକ ଖାଇବା ଏବଂ ଗୁରୁଜନଙ୍କ ଆଗରେ ତାକୁ ଖାଇବେ, ତାଙ୍କରି ଆଗରେ ଛେପ ପକାଇବେ, ଏଇସବୁ ବର୍ତ୍ତମାନ ଶିଷ୍ଟାଚାରରେ ପରିଣତ ହୋଇଛି। ତେଣୁ ସତ୍ୟର ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ, ଏହା ଯଦି ସତ୍ୟ, ତାହେଲେ ଆମେ ଗୋଟେ ସତ୍ୟର ଆବାହନ ଯଜ୍ଞ କରିବୁ। ଏବଂ କଳ୍କି ଭଗବାନ ଯଦି ଜଣେ କେହି ଆସିବାର ଥିବ ତାହେଲେ ସେ ଆସନ୍ତୁ। କଳ୍କି ଭଗବାନ କହିଲେ ଗୋଟେ ଶକ୍ତି ଆଧ୍ୟାତ୍ମିକ, ତାମାନେ ଗୋଟେ ଆଧ୍ୟାତ୍ମିକ ଶକ୍ତିର ଅବତରଣ ନହେଲେ ସେ ଆମେମାନେ ପ୍ରବଚନ ଦେଇ ତାଙ୍କୁ ଶାସନ କରିପାରୁନୁ। ଆଜି ଜୀବହତ୍ୟା, ମଦ୍ୟମାଦକର ନିଶା, ଆଉ ସବୁଠାରୁ ଆପଣମାନେ ଦୁଃଖ ଜାଣିବେ, ପୁଅ ପାଇଁ ଝିଅଟିଏ ମିଳୁନି କି ଝିଅ ପାଇଁ ପୁଅଟିଏ ମିଳୁନି। ଯଦି ଅଭିଭାବକମାନଙ୍କ ଦ୍ୱାରା କୌଣସି ଜାଗାରେ ଝିଅ ସ୍ଥିର ହେଲା କିମ୍ବା ପୁଅ ସ୍ଥିର ହେଲେ, ଝିଅଟି ତାର ଲୁଚିକିରି ସେ ପୁଅ ପାଖକୁ ଫୋନ୍ କରୁଛି, ତା ନମ୍ବର କଲେକ୍ସନ କରି ପଚାରୁଛି ତମେ କେତେ ପାଠ ପଢ଼ିଛ, ତା ବାପା ମା ପଚାରିଛନ୍ତି ଥରେ, ଇଏ ବି ପଚାରୁଛି ଆଉ ଥରେ କେତେ ଟଙ୍କା ଦରମା ପାଉଛ, ଆଉ ମୋ ପାଖକୁ ସେ ରସିଦ ପଠାଅ। ଇଏ ସବୁ ବାଧ୍ୟ ହେଇକିରି କହୁଛି ମୋର ବାହା ହେବା ଦରକାର ନାହିଁ, ତମ ପାଖକୁ କାହିଁ ମୁଁ ରସିଦ ପଠାଇବାକୁ ଯିବି, ତମ ବାପାଙ୍କୁ କୈଫିୟତ ଦେବି, ତମକୁ ଦେବି, ତମ ମାଆଙ୍କୁ ଦେବି, ଇଏ କି କଥା। ସେଇଭଳି ଭାବରେ ପୁଅ ମଧ୍ୟ ଝିଅକୁ ପଚାରୁଛି ତମର ଆଉ କାହା ସହିତ ସମ୍ପର୍କ ଥିଲା କି, ତୁମେ କେଉଁ ଜାଗା ପାଠ ପଢ଼ିଛ, ଚାକିରି କରିବ କି ନାହିଁ। ତେଣୁ ବର୍ତ୍ତମାନ ସତ୍ୟର ଆବାହନ ହିଁ, ସତ୍ୟ ଆଉ କଳ୍କି ଭଗବାନଙ୍କର ଆବାହନ ଆମେ ଆବାହନ କରିବୁ, ମାନେ ସେଟା ହେଉଛି ପ୍ରେୟାର, ଆମେ ପ୍ରାର୍ଥନା କରିବୁ। ତା ନହେଲେ ଇଏ ବିଶ୍ୱ ଆଉ ମାନେ ହଲଚଲ ହେଇଯିବ। ଆଜି ବିଶ୍ୱରେ ଆପଣମାନେ ଦେଖୁଛନ୍ତି ଗୁରୁବାର କ'ଣ ଶୁକ୍ରବାର କ'ଣ ଆଜି ଯୁଦ୍ଧ ଲାଗିଛି, ଲକ୍ଷ ଲକ୍ଷ ଆତଙ୍କବାଦୀ ମଲେଣି, ତଥାପି ଆତଙ୍କବାଦ ଗର୍ଜନ କରୁଛି। ଆତଙ୍କୀଙ୍କ ଗର୍ଜନ ଏପର୍ଯ୍ୟନ୍ତ ସରୁନି। ତାମାନେ କେତେ ଆତଙ୍କ, ଆମେ ପୁରାଣ ପଢ଼ିକିରି ସେ ରାବଣଟାକୁ ମାରିଦେଲୁ, ସେ କୁମ୍ଭକର୍ଣ୍ଣଟାକୁ ମରିଗଲା, କଂସ ମରିଗଲା, ସେ ଅମୁକଟା ମରିଗଲା, ଏଗୁଡ଼ାକ ଗୋଟେ ମାନେ ଅତି ଛୋଟିଆ କଥା। ଆଜି କଂସ ମରିନାହିଁ କି ରାବଣ ମରିନାହିଁ, ବରଂ ଲକ୍ଷ ଲକ୍ଷ କଂସ, କୋଟି କୋଟି ଲକ୍ଷ କୋଟି 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 କଂସ, କୋଟି କୋଟି ରାବଣ, କୋଟି କୋଟି କୁମ୍ଭକର୍ଣ୍ଣ ଆଜି ଗାଁ ଗହଳି ବିଶ୍ୱର ସବୁଆଡ଼େ ବୁଲୁଛନ୍ତି। ତେଣୁ ଏଇଭଳି ଏକ ମହାନ, ଏଇଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମର ଯଜ୍ଞ, ଆଉ ଆମେ ଭାବୁଥିଲୁ ଆମର ସବୁବେଳେ ନିଶା ଗୋଟେ ଆମର ଥିଲା, ଏମିତି କରିବୁ ସେମିତି କରିବୁ, ଆମର ଯଜ୍ଞ ଆସିଗଲା, ଆନୁଆଲ ଫଙ୍କସନ୍ ଆସିଯିବ, ବାର୍ଷିକ ମହୋତ୍ସବ, এইটা করবু সেইটা করবু সেটা এমনি লোক গ্যাদরিংটা হবে, কিন্তু আଜି তাকে বিশ্বাস কর, আଜି গোটে লোক গ্যাদরিং হয়েছে 50,000 কি 60,000 লোক গ্যাদরিং হবে,
ଯଦି କିଏ ଗୁଡ଼ା ତା ଭିତରେ କ'ଣ ଗୁଡ଼ା କିଏ ଅଘଟଣ ଘଟେଇଦେଲା ତା କୋଉ ବିଶ୍ୱାସ ଅଛି। ତେଣୁ ନିରାଡମ୍ବର ଭାବରେ ଏ ବର୍ଷର ଯଜ୍ଞ ଅନୁଷ୍ଠିତ ହେବ ଏବଂ ଯଜ୍ଞର ନାମ ଦିଆଯିବ ସତ୍ୟ ଆବାହନ ଯଜ୍ଞ। କଳିକି ଭଗବାନଙ୍କର ପୂଜା ହେବ ଏବଂ ବେଶୀ ଆମେ ଗୁରୁତ୍ୱ ଦେବୁ ସାଂସ୍କୃତିକ ଧର୍ମ ସହିତ ଗୋଟେ ସାଂସ୍କୃତିକ ମହୋତ୍ସବକୁ ଗୁରୁତ୍ୱ ଦେବୁ, କିନ୍ତୁ ଅନ୍ଧବିଶ୍ୱାସ ଉପରେ ଆମର ଯେଉଁ କଥା ରହିବ ଅନ୍ଧବିଶ୍ୱାସର ଦୂରୀଭୂତ ପାଇଁ କିଛି କଥା ମଧ୍ୟ ଆମେ କହିବୁ। ତେବେ ଆପଣମାନେ ସମସ୍ତେ ସହଯୋଗ କରିବେ ଏବଂ ସୁଚାରୁ ଭାବରେ ବାର୍ଷିକ ମେଳାର ସମ୍ପନ୍ନ ହେଉ। ଆଜି ହେଉଛି ପ୍ରସ୍ତୁତି ବୈଠକ। ଆଜି ଆମର ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ନିଜ ଅଛନ୍ତି ଏବଂ ଟ୍ରଷ୍ଟ ମେମ୍ବରମାନେ ଅଛନ୍ତି। ଆଜି ସେହି ବିଷୟରେ ଆଲୋଚନା ହେବ। ଶେଷରେ ସର୍ବେ ଭବନ୍ତୁ ସୁଖୀନ ଏତିକି କହି ମୋର କଥାକୁ ଅନନ୍ତଙ୍କ ପାଦ ତଳେ ଅର୍ପଣ କରୁଛି। ଅନନ୍ତ ହିଁ ସବୁ କଥାର ମୂଳ ତତ୍ତ୍ୱ। ଜୟ ଗୁରୁ ଜୟ।